ରାତିରେ ବଳି ଯାଇଥିବା ରୁଟିକୁ ଫୋପାଡ଼ି ଦେଉଛନ୍ତି କି ତ ଫୋପାଡ଼ନ୍ତୁନି, ବିନା ସ୍କିପ୍ କରି ଭିଡ଼ିଓଟିକି ଦେଖନ୍ତୁ, ସବୁ ଜାଣିପାରିବେ କେମିତି ମୁଁ କଲି, କ'ଣ ଟିପ୍ସ ସହିତ ବହୁତ କିଛି ଆପଣ ଶିଖିପାରିବେ, ଜାଣିପାରିବେ। ୟା ସହିତ ମୁଁ ଆପଣଙ୍କୁ ଟିପ୍ସ ବି ଦେବି ଭିତରେ, ତ ସ୍କିପ୍ କଲେ କିଛି ଜାଣିପାରିବେ ନାହିଁ। ତ ଚାଲନ୍ତୁ ଆମେ ଆରମ୍ଭ କରିବା ଆମର ବଳକା ରୁଟିରେ ଗୋଟେ ନୂଆ ସ୍ନାକ୍ସ, ଯେଉଁଟାକି ଦେଖନ୍ତୁ ମୁଁ ପ୍ରଥମେ ଏଠି ଟିକେ ତେଲ ନେଇଯାଇଛି, ସୋରିଷ ତେଲ। ତା ଉପରେ ମୁଁ ଏଠି ପକାଇ ଦେଇଛି ଜିରା। ଆପଣ ରିଫାଇନ୍ ବି ୟୁଜ୍ କରିପାରିବେ, ରିଫାଇନ୍ ତେଲ। ତ ଏଠି ଦେଖନ୍ତୁ ମୁଁ ଆଳୁ ସିଝାକୁ ଭଲରେ ଚକଟି ଦେଇକି ଦେଇଦେଇଛି। ଚକଟି ଦେଇଦେବେ ଆପଣ। ଗୋଟିଏ ଆଳୁ ସିଝା ମୁଁ ଏଠି ପକାଇଛି, ବଡ଼ ଆଳୁ। ଟିକେ ଏଇଠି ମୁଁ ଜିରା ଧନିଆ ଗୁଣ୍ଡ ପକାଇଛି, ଟିକେ ହଳଦୀ ଗୁଣ୍ଡ, ଟିକେ ଲଙ୍କା ଗୁଣ୍ଡ ଏଇଠି ମୁଁ ଦେଇଦେଇଛି, ଟିକେ ଲୁଣ ସ୍ୱାଦ ଅନୁସାରେ ଦେବେ, ଅଧିକ ବା କମ୍ କରିବେ ନାହିଁ। ଯଦି ଆପଣଙ୍କୁ ଅନ୍ୟ ଯେକୌଣସି କିଛି ମସଲା ପସନ୍ଦ ଆସେ, ଚିକେନ୍ ମସଲା ହେଉ କିମ୍ବା ଭେଜିଟେବୁଲ୍ ମସଲା ହେଉ କିମ୍ବା ମିଟ୍ ମସଲା ହେଉ, ଯେଉଁ ମସଲା ପସନ୍ଦ ଆସେ ସେଇ ମସଲାଟାକୁ ଏଇଠି ୟୁଜ୍ କରିବେ। ବାକି ମସଲା ଅପସନାଲ୍ ଅଛି, ୟୁଜ୍ କରିବା ଯଦି ଆପଣଙ୍କର ନାହିଁ ତ ୟୁଜ୍ କରିବେନି। ଏବେ ଦେଖନ୍ତୁ ୟାକୁ ଆମେ ବାହାର କରିଦେବା, ରୁଟି ପାଖକୁ ଯିବା। ଫ୍ରେଣ୍ଡ, ଯଦି ଏହି ପର୍ଯ୍ୟନ୍ତ ଭିଡ଼ିଓଟି ଭଲ ଲାଗିଲାଣି ତ ମୁଁ ଆଶା କରୁଛି କି ଆପଣ ଗୋଟେ ଲାଇକ୍ ବି କରିସାରିଥିବେ। ତ ଦେଖନ୍ତୁ ଫ୍ରେଣ୍ଡ, ଏଇ ଟାଇପ୍ରେ ଆମେ ରୁଟିରେ ସବୁ ମସଲା ତକ ଲଗାଇଦେବା। ଆମେ ଗୋଟିଏ ବଡ଼ ଆଳୁ ନେଇଛେ, ସେ ଗୋଟିଏ ବଡ଼ ଆଳୁରେ ଆପଣ 3ଟା ରୁଟିରେ ମସଲା ଲଗାଇ କରିପାରିବେ। ମୁଁ ଏଇଠି ଗୋଟିଏ ଆଳୁରେ ମସଲା ଲଗାଇ କରୁଛି ଆପଣଙ୍କୁ ଦେଖାଇବା ପାଇଁ। ତ ଦେଖିପାରୁଥିବେ ୟାକୁ ଆମେ ବହୁତ ବଢ଼ିଆ ଭାବରେ ମୋଡ଼ିଦେବା। ଆପଣ ଟେନସନ୍ ନିଅନ୍ତୁନି, ସେ ଫିଟିବାର ଚାନ୍ସ ବି ନାହିଁ। ଯଦି ଆପଣ ଚାହିଁବେ ତ ଟିକେ ମଇଦାରେ ପାଣି ମିଶାଇକି ସାଇଡ଼୍ରେ ଲଗାଇ ପାରିବେ। ଏବେ ଦେଖନ୍ତୁ ଆମେ କାଟିଦେବା, ଏଇ ଟାଇପ୍ରେ କାଟିଦେବା। କାଟିଦେଇକି ଆପଣଙ୍କ ମୁତାବିକ ହିସାବରେ ଆପଣ ଯେତେ ପିସ୍ କରିବାକୁ ଚାହୁଁଛନ୍ତି ଯେ ସେତେ ପିସ୍ ଆପଣ କରିପାରିବେ। ଏଇଟା ମୁଁ ବାସି ରୁଟିରୁ କରୁଛି, ଆପଣ ଯଦି ଚାହିଁବେ ଫ୍ରେଶ୍ ରୁଟିରୁ ବି କରିପାରିବେ, କିଛି ବି ଖରାପ ନାହିଁ। ଆଉ ଏଇଟା ଫ୍ରେଣ୍ଡ ଏତେ ହେଇସାରିବା ପରେ ବହୁତ ହି ଟେଷ୍ଟ ଲାଗିଥାଏ। ଆଉ ମୁଁ ୟାକୁ ଥରେ କରିକି ଖାଇସାରିଛି, ମୁଁ ୟାକୁ ଏବେ ବାରମ୍ବାର ବି କରିବାକୁ ଚାହିଁବି। ଦେଖନ୍ତୁ ଫ୍ରେଣ୍ଡ, ଏଇଠି ତେଲ ନେଇଯାଇଛି, ରିଫାଇଣ୍ଡ ଅଏଲ୍ ନେଇଯାଇଛି। ଏଠି ମୁଁ କରିବି ସୋଲୋ ଫ୍ରାଏ, ନା କି ତେଲରେ ଛାଣିବି, ନା କି ତେଲରେ ଭାଜିବି। ମିଡ଼ିୟମ୍ ତେଲରେ ଯେମିତି ଆମର ଅଧା ବୁଡ଼ୁଥିବ ସେଇ ଟାଇପ୍ର ଭାବରେ ଏଇଠି ମୁଁ କରିବି। ତ ଏବେ ଆପଣମାନେ ଦେଖିପାରୁଥିବେ ଆମେ ଗୋଟିଏ ଗୋଟିଏ କରିକି ତାକୁ ତେଲରେ ପକାଇ ଦେଉଛେ। ଆପଣ ଯଦି କଡ଼େଇରେ କରୁଛନ୍ତି, ଯଦି ପୁରା ଛାଣିବା ପାଇଁ ଚାହୁଁଛନ୍ତି ତ ଅଧା ତେଲରୁ ଅଧିକ ତେଲ ନେବେ। ଯଦି ଏହିପରିକା ମୋ ପରିକା ଭାଜିବାକୁ ଚାହୁଁଛନ୍ତି ତ ଏତିକି ବହୁତ କମ୍ କ୍ୱାଣ୍ଟିଟିରେ ତେଲ ନେବେ। ମୁଁ ଏଇଠି କମ୍ ସେ କମ୍ କପ୍ରେ, ଚାହା ପିଇବା କପ୍ରେ 2 କପ୍ ହିଁ ତେଲ ନେଇଛି। ତ ଏଇଠି ଦେଖିପାରୁଥିବେ। ଆଉ ହଁ, ଆଳୁ ଯେଉଁ ଫିଟି ଯାଉଛି ତ ତାର ଚିନ୍ତା କରିବା ବିଲକୁଲ ବି ଦରକାର ନାହିଁ। ଯଦି ଆପଣ ତାକୁ ପୁରା ସିଲ୍ କରିବାକୁ ଚାହୁଁଛନ୍ତି ତ ମଇଦା କିମ୍ବା ବେସନ ଦେଇକି ଘାଣ୍ଟିକି ସିଲ୍ କରିପାରିବେ। ବାକି ଏମିତି କଲେ କିଛି ଅସୁବିଧା ନାହିଁ। ଆଉ ଆମର ଆଳୁ ଯେଉଁଟା ଫିଟି ଯାଉଛି ତାକୁ ଆମେ ଛାଣିକି ମଧ୍ୟ ଅଲଗା କରିପାରିବା, ତେଲରୁ ଛାଣିକି ଅଲଗା କରିପାରିବା। ଆଉ ଫ୍ରେଣ୍ଡ, ଆପଣ ବିଶ୍ୱାସ କରିପାରିବେନି, ଏଇଟା ଥରେ କରିକି ବନେଇକି ଖାଇସାରିଲା ପରେ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ସହିତ କହୁଛି ଆପଣ ପୁଣି ଥରେ ୟାକୁ ବନେଇକି ନିହାତି ଭାବରେ ଖାଇବେ। ଏବେ ଦେଖନ୍ତୁ ମୁଁ ସବୁ ଗୋଟେ ବାହାର କରିଦେଇଛି, ଯେହେତୁ ମୁଁ ଅଳ୍ପ କ୍ୱାଣ୍ଟିଟିରେ କରିଛି ତ ମୁଁ ସ୍ପୁନ୍ରେ ବାହାର କରିଛି। ଆପଣ ଯଦି ଅଧିକ କ୍ୱାଣ୍ଟିଟିରେ କରୁଛନ୍ତି ତ ତାକୁ ବହୁତ ବଢ଼ିଆ ଭାବରେ ଛାଣିକି ଟିସ୍ୟୁ ପେପରରେ ବାହାର କରିକି ଏଇ ଟାଇପ୍ରେ ରଖିଦିଅନ୍ତୁ। ଦେଖନ୍ତୁ ଫ୍ରେଣ୍ଡ, ଏଇଟା ଏତେ ଟେଷ୍ଟ ଲାଗୁଛି, ଆଉ ଆପଣ ବିଶ୍ୱାସ କରିପାରିବେନି। ଏଇଟା ବାହାରେ କ'ଣ ମାନେ 2ରୁ 4 ଘଣ୍ଟା ପର୍ଯ୍ୟନ୍ତ ରଖିଲେ ବି କିଛି ବି ଖରାପ ହେଇନଥାଏ କି ନରମ ବି ନଥାଏ। ତ ଏଇଟା ଦେଖନ୍ତୁ ମୁଁ କେଚପ୍ ସହିତ ମଡ଼େଇକି ଖାଇଥିଲି। ଆପଣ ଚିଲି ସସ୍, ଟମାଟୋ ସସ୍ ଯାହା ବି ଆପଣଙ୍କୁ ପସନ୍ଦ ଥାଏ ଆପଣ ସେଇ ସସ୍ରେ ମଡ଼େଇକି ଖାଆନ୍ତୁ। ଆଉ ଏଇଟା ବହୁତ ହି ଟେଷ୍ଟ ଲାଗିଥାଏ। ବହୁତ କମ୍ ଟାଇମ୍ରେ ବି ମଧ୍ୟ ବନିଯାଇଥାଏ। ଲେଫ୍ଟ ଓଭର୍ ରୁଟି, ବଳକା ରୁଟି ବନିଥାଏ। ତ ନିହାତି ଭାବରେ ଟ୍ରାଏ କରନ୍ତୁ।